ଫେବୃଆରୀ 10, 1913। ମୋର ସତ୍ତା ସ୍ତୁତିମୁଖର ହୋଇ ଉଠି ଚାଲିଛି ତୋ ଆଡ଼କୁ। ଏଥିପାଇଁ ନୁହେଁ ଯେ ତୁ ଏହି ଦୁର୍ବଳ ଆଧାରଟିକୁ ଆଶ୍ରୟ କରି ଆତ୍ମପ୍ରକାଶ କରିଛୁ, କିନ୍ତୁ ତୁ ଯେ ନିଜକୁ ପ୍ରକାଶ କରିଛୁ ଏଇଥିପାଇଁ। ତାହା ହିଁ ହେଲା ସକଳ ଐଶ୍ୱର୍ଯ୍ୟର ଐଶ୍ୱର୍ଯ୍ୟ, ସକଳ ଆନନ୍ଦର ଆନନ୍ଦ, ସକଳ ଆଶ୍ଚର୍ଯ୍ୟର ଆଶ୍ଚର୍ଯ୍ୟ। ଯେଉଁମାନେ ସାଗ୍ରହରେ ତତେ ଖୋଜନ୍ତି ସେମାନଙ୍କର ଜାଣିବା ଉଚିତ ଯେ ଯେତେବେଳେ ଯେଉଁଠାରେ ପ୍ରୟୋଜନ ସେତେବେଳେ ତୁ ସେଇଠାରେ ଉପସ୍ଥିତ। ସେମାନେ ଯଦି ଏଇ ସ୍ଥିର ବିଶ୍ୱାସ ନେଇ ରହିପାରନ୍ତି, ତତେ ଖୋଜାଖୋଜି ନ କରି ତୋ ସେବାରେ ନିଜକୁ ପ୍ରତି ମୁହୂର୍ତ୍ତରେ ଅଖଣ୍ଡ ଭାବରେ ନିୟୋଗ କରି କେବଳ ଅପେକ୍ଷା କରି ରହନ୍ତି, ତାହେଲେ ଯେତେବେଳେ ଆବଶ୍ୟକ ହେବ ସେତେବେଳେ ତୁ ଆସି ଉପସ୍ଥିତ ହେବୁ। ଆଉ ତୋର ଉପସ୍ଥିତି କ'ଣ ସବୁ ସମୟରେ ଆମମାନଙ୍କର ଆବଶ୍ୟକ ନୁହେଁ? ଯେଉଁ ରୂପ ନେଇ ତୋର ସେ ଆବିର୍ଭାବ ହେଉନା କାହିଁକି, ଅନେକ ସମୟରେ ତାହା ଅପ୍ରତ୍ୟାଶିତ ହେଲେ ବି ତୋର ମହିମା ଘୋଷିତ ହେଉ, ଜୀବନ ସେଥିରେ ବିଶୁଦ୍ଧ ହୋଇ ଉଠୁ, ମନୁଷ୍ୟର ହୃଦୟକୁ ଏହା ରୂପାନ୍ତରିତ କରୁ, ପୃଥିବୀରେ ତୋର ଶାନ୍ତି ବିରାଜିତ ହେଉ, ପୃଥିବୀରେ ତୋର ଶାନ୍ତି ବିରାଜିତ ହେଉ, ପୃଥିବୀରେ ତୋର ଶାନ୍ତି ବିରାଜିତ ହେଉ।